ଦେଖିଲି ମାମା କ'ଣ କହିଲେ ଆଜି ଆମ ତରକାରୀ ହବ। ମୋ ଦିଦି ବସିକି ଦେଖନ୍ତୁ ମୋବାଇଲ ଦେଖୁଛନ୍ତି, ଭିଡ଼ିଓ ବନାଉଛନ୍ତି, ବ୍ୟସ୍ତ ରହିଯାଇଛନ୍ତି ଦିଦି, ପୁରା ଭିଡ଼ିଓ ବନେଇବାର ଏକ୍ସପର୍ଟ। ଦେଖନ୍ତୁ ଦିଦିଙ୍କୁ। ହାଇ ସାଙ୍ଗମାନେ କ'ଣ କରୁଛନ୍ତି? ଭଲ ଅଛନ୍ତି ନା ଆପଣମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ବି ବନଉଛି, ମୋବାଇଲ ଟିକେ ମୁଁ ବି ବନଉଛି। ଆପଣମାନେ ରଞ୍ଜୁ ଦଳେଇକି ଆପଣମାନେ ତାଙ୍କୁ ସେୟାର କରନ୍ତୁ, ଲାଇକ୍ ଦିଅନ୍ତୁ, କମେଣ୍ଟ ଦିଅନ୍ତୁ, ତାର ଆଗକୁ ନିଅନ୍ତୁ। ଏ ବ୍ଲଗ୍ଟି ଫାର୍ଷ୍ଟ ଟାଇମ୍ କରୁଛି, ସେ ବି ଜାଣିନି ଠିକ୍ରେ, ତ ସେ ଏମିତି କରୁଛି। ଆପଣମାନଙ୍କୁ କ'ଣ ଠିକ୍ ଲାଗୁଛି ଖରାପ ଲାଗୁଛି ଆପଣମାନେ କମେଣ୍ଟରେ କହିପାରିବେ। ତାକୁ ଯେଉଁଟା ଭଲ ନ ଲାଗୁଛି କହିପାରିବେ। ରୋଷେଇ ଚାଲିଛି, ସେଠି ଭାତ ବସିଛି, ଏଇଠି ମାଆ ପରିବା ଧୋଇକି ଦେଇ ଦେଉଛନ୍ତି। ଆମର ଦେଖନ୍ତୁ, ଆମର ଘର ରୋଷେଇ ଘର ଆମର ବି ଭାଙ୍ଗି ଯାଇଛି। ଆମେ ବି ବହୁତ ପରିସ୍ଥିତିରେ ରହିଛୁ, କ'ଣ କରିବୁ। ବାପାଙ୍କର ଟିକେ ଗୋଡ଼ ବି ଭାଙ୍ଗି ଯାଇଛି, ପଇସା ପତ୍ର ବି ନାହିଁ, ସେଥିପାଇଁ ଆମେ ଏଇ ପରିସ୍ଥିତିରେ ରହିଛୁ। ଏଠି ଆମ ଘର, ଏଇଟା ଆମ ଘର। ହାय ଫ୍ରେଣ୍ଡ ମାନେ, କେମିତି ଅଛନ୍ତି? ଆଶା କରୁଛି ଭଲ ଥିବେ ମାନେ। ଦେଖନ୍ତୁ ମୁଁ ଭାତ ବସେଇଛି, ମୋ ମାମା ପରିବା କାଟୁଛନ୍ତି, ଦେଖିବା ଆସନ୍ତୁ। ମୋ ଦିଦି ଏଇଠି ବସି ମୋବାଇଲ ଭିଡ଼ିଓ ବନାଉଛନ୍ତି। ୟୁଟ୍ୟୁବକୁ କଣ୍ଟିନ୍ୟୁ ରୁହନ୍ତୁ। ଫାର୍ଷ୍ଟ ଟାଇମ୍ କରିଛି, ଆପଣମାନେ ତାକୁ ଲାଇକ୍। ହାୟ ଫ୍ରେଣ୍ଡ ମାନେ, ଆସନ୍ତୁ ଦେଖିବ। ମୋ ମାମା ପରିବା କାଟୁଛନ୍ତି, ଦେଖନ୍ତୁ। ମା, ଆଜି କ'ଣ ହବ? ତରକାରୀ କ'ଣ ବସିବ? ଛଞ୍ଚିଣା, ଆଳୁ, ବାଇଗଣ, କଦଳୀ ଏସବୁ ହବ ଆଉ। ଓହୋ। ମୋ ମାମାଙ୍କର ଦେହ ଭଲ ନାହିଁ, ଆଜି ଯାଇଥିଲେ ମେଡ଼ିକାଲ ଆସିକି ତଥାପି କାମରେ ଲାଗିଛନ୍ତି। ମେଡ଼ିକାଲ ପରିବା କାଟି ଦେଉଛନ୍ତି, ରୋଷେଇ ହବ, ତରକାରୀ ହବ। କ'ଣ କହୁଛୁ କି? କହୁଛୁ କ'ଣ କହିବୁ? ଏଇଭଳିଆ ପରିସ୍ଥିତି ଆମର, ଘରଟି ଭାଙ୍ଗି ଯାଇଛି, ଘର ଛିଆ ହେଇନି, ଭାରି ଦୁଃଖରେ ଆମେ ଅଛୁ।